ସାଙ୍ଗମାନେ ଦେଖନ୍ତୁ ଟିକେ କେମିତି ଏ ଲୋକଟି ଗାଧୋଉଥିବା ସମୟରେ ଗୋଟେ ବାଳୁଙ୍ଗା ପିଲା ପଛପଟରୁ କେମିତି ଗୋବର ପାଣି ଆଣୁଛି ଆଉ ତା ମୁଣ୍ଡ ଉପରେ ଢାଳି ଦଉଛି। ଆଉ କାଳେ ସେ ଲୋକଟି ଦେଖିଦବ ଯାଇକି ଗଛ ପଛପଟରେ ଲୁଚି ପଡୁଛି। ଆଉ ସେ ଲୋକଟି କହୁଛି ଶଳା ପାଣି ଗୁରା ଆଜି କଣ ଏମିତି ଗୋବରିଆ ଗୋବରିଆ ଗନ୍ଧ ହଉଛି। ଶଳା ମୁଁ ତ ସଫା ପାଣିରେ ଗାଧୋଉଥିଲି, ଏ ଗୋବର ପାଣି ଗୁରା ଆଇଲା କୁଆଡୁ? ନିଶ୍ଚୟ ଏରା କୋଉ ବାଳୁଙ୍ଗା ପିଲାର କାମ ହେଇଥିବ। ଆଉ ତା ଦେହରୁ ଗୋବର ପାଣିକି ଛଡେଇବାକୁ ସେ ଲୋକଟି ପୁଣି ଥରେ ଭଲ ପାଣିରେ ଗାଧେଇବାକୁ ଲାଗୁଛି। ଆଉ ପୁଣି ଥରେ ସେ ବାଳୁଙ୍ଗା ପିଲାଟି ପଛପଟୁ ଛପି ଛପି ଆସୁଛି। ଆଉ ତା ମୁଣ୍ଡ ଉପରେ ଗୋବର ପାଣିକି ପୁଣି ଢାଳି ଦଉଛି। ଆଉ ପୁଣି ଯାଇକି ଗଛ ପଛପଟରେ ଲୁଚି ପଡୁଛି। ଆଉ ସେ ଲୋକଟି ପାଟିରେ ଗୋବର ପାଣି ପଶିଯିବାରୁ ସେ ଲୋକଟି କହୁଛି ଶଳା ପୁଣି କିଏ ଥରେ ମୋ ମୁଣ୍ଡରେ ଗୋବର ପାଣି ଢାଳିଲା। ଶଳା ଏଠି ତ କାହିଁ କେହି ଦେଖାଯାଉ ନାହାନ୍ତି। ଶଳା ଯାଉଛି ଏପାଳି ଭଲ କି ସାବୁନ ମାରିକି ଗାଧେଇବି। ଏପାଳି ଯିଏ ଆସିବ ଶଳା ତାକୁ ନିଶ୍ଚୟ ସେକିବି। ଆଉ ସେ ଲୋକଟି ଭଲ ଭାବରେ ପାଣି ଢାଳି ହେଇକି ପୁରା ସାବୁନ ମାରିକି ବିନ୍ଦାସରେ ଗାଧେଇବାକୁ ଲାଗୁଛି। ସାଙ୍ଗମାନେ ଆପଣମାନେ ଯଦି ଚାହୁଁଛନ୍ତି ଏ ବାଳୁଙ୍ଗା ପିଲାଟି ଧରା ପଡୁ ବୋଲି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଶେଷରେ ସେ ପିଲାଟି ଯେତେବେଳେ ପୁଣି ଥରେ ଗୋବର ପାଣି ଆଣିକି ଢାଳି ଦଉଛି, କିନ୍ତୁ ଏପାଳି ସେ ଲୋକଟି ସେ ପିଲାଟିକୁ ଦେଖି ନଉଛି। ଆଉ ଗୋଟେ ଠେଙ୍ଗା ଧରିକି ସେ ପିଲାଟିକୁ ନିଧୁମ ଛେଚୁଛି।